ମନେକର ଆପଣମାନେ ଏକ୍ଜାମ୍ ଦେବା ପାଇଁ ପରୀକ୍ଷା ହଲ୍ରେ ବସିଛନ୍ତି ଏବଂ ଆପଣ ଯାହା ସିଲାବସ୍ ପଢ଼ି ଯାଇଛନ୍ତି ତାହାର ଓଲଟା ପ୍ରଶ୍ନ ଆସିଯାଇଛି। ତେବେ ଆପଣମାନେ କରିବେ କ'ଣ? ସେତେବେଳେ କେଉଁ ପରିସ୍ଥିତି ସୃଷ୍ଟି ହେବ ଆପଣଙ୍କ ମନରେ ଏବଂ କେମିତି ଲାଗିବ? ତ ପରୀକ୍ଷା କଥା କହୁନାହିଁ, କହିବାକୁ ଯାଉଛି। ଚାଲନ୍ତୁ ତେବେ ଚାଲିବା ମମତା ଦିଦିର କୋଲକାତା ଗାର୍ଡ଼େନ୍। କୋଲକାତାର ଇଡେନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା। ଦେଖିବାକୁ ଗଲେ ଏଠାରେ ଭାରତର ବ୍ୟାଟର୍ ଏବଂ ଦକ୍ଷିଣ ଆଫ୍ରିକାର ବ୍ୟାଟର୍ କେହି ବି ପିଚ୍କୁ ବୁଝିପାରିଲେ ନାହିଁ। ଗୋଟେ ପରେ ଗୋଟେ ୱିକେଟ୍ ହରାଇ ପିଭିଲିୟନ୍କୁ ଫେରି ଯାଉଥିଲେ। ସେମାନେ ପଡ଼ି ଯାଇଥିଲେ ଅଲଗା ପ୍ରଶ୍ନର ଉତ୍ତର ଏବଂ ଦେଖିବାକୁ ଲାଗିଲା ପୁରା ଓଲଟା ପ୍ରଶ୍ନ ଲାଗିଥିଲା। ଦେଖିବାକୁ ଗଲେ ଦ୍ୱିତୀୟ ଦିନରେ ପୁଣି ଥରେ ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା। ଜାଡ଼େଜାଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ 96 ରନ୍ରେ ପ୍ରଥମ ଇନିଂସରେ ଅଲ୍ ଆଉଟ୍ ହେବା ପରେ 30 ରନ୍ର ଆଗୁଆ ରହିଥିଲା ଦକ୍ଷିଣ ଆଫ୍ରିକା ଠାରୁ ଭାରତ। ଏବଂ ଦେଖିବାକୁ ଗଲେ ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର 93 ରନ୍ କରି 7ଟି ବଡ଼ ବଡ଼ ୱିକେଟ୍ ହରାଇଥିବା ବେଳେ ମାତ୍ର 63 ରନ୍ ଆଗରେ ରହିଛି ଟିମ୍ ଇଣ୍ଡିଆ ଠାରୁ ଦକ୍ଷିଣ ଆଫ୍ରିକା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଥିଲା। ଦେଖିବାକୁ ଗଲେ କୋଲକାତାର ଇଡେନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଦେଖିବାକୁ ଗଲେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ 96 ରନ୍ କରି ଅଲ୍ ଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା 93 ରନ୍ କରି 7ଟି ୱିକେଟ୍ ହରାଇଥିବା ବେଳେ ତେମ୍ବା ବାଉମା ମଧ୍ୟ କ୍ରିଜ୍ରେ ଅଛନ୍ତି, କିନ୍ତୁ ଯାହା ଖାଲିଟାରେ ଅଛନ୍ତି ଠିଆ ହେଇ। କିନ୍ତୁ ଭାରତ ଏ ଟେଷ୍ଟ ଜିତିବ ନିହାତି, କାହିଁକିନା ଜୟନ୍ତ ଜାଡ଼େଜାଙ୍କ 4ଟି ୱିକେଟ୍ ଏବଂ ଦେଖିବାକୁ ଗଲେ ଭାରତ ବହୁତ ଦୃଢ଼ ଜବାବ ଦେଇଛି। ଏବଂ ଦ୍ୱିତୀୟ ଇନିଂସରେ ମୋତେ ତ ଲାଗୁଛି ଲଞ୍ଚ ଆଗରୁ ଖେଳ ସରିଯିବ, କାହିଁକିନା ସେଇ 3ଟି ୱିକେଟ୍ ମାତ୍ର 2 ରନ୍ ଭିତରେ ଅଲ୍ ଆଉଟ୍ ହୋଇପାରେ ଦକ୍ଷିଣ ଆଫ୍ରିକା। ତେଣୁ 65 ରନ୍ ଟାର୍ଗେଟ୍ ରହିବ ଭାରତ ପାଇଁ ଜିତିବାକୁ ହେଲେ। ଦେଖିବାକୁ ଗଲେ ଯଶସ୍ୱୀ ଜୟସ୍ୱାଲ 30 ଏବଂ କେଏଲ୍ ରାହୁଲ 32 ରନ୍ ଇନିଂସ୍ ଖେଳି ଏହାକୁ ଜିତାଇବେ। ତ ଫ୍ରେଣ୍ଡ, ଆମର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।